ଦେଖିଲେ ମୋ ତିନି ପୁଅ ଯାକ ଆସି ବସଷ୍ଟାଣ୍ଡରେ ଏଇ ପିଲା ତିନିହଙ୍କୁ ବା ଚାରିହଙ୍କୁ ଝିଅ ସିନା ବସଷ୍ଟାଣ୍ଡ ଆସିନି ସେ କ'ଣ ମୋ ସୁଖ ଦୁଃଖର ସାଥୀ ନୁହଁ କି? ଏଇ ଚାରୋଟି ପିଲାଙ୍କୁ ପାଳିବା ପାଇଁ ଜୀବନରେ କେତେ ବ୍ୟସ୍ତ ବିବ୍ରତ ହେଇଛି, କେତେ କଷ୍ଟ ସହିଛି। କିନ୍ତୁ ଆଜି ଭାବୁଛି ସତରେ ଭଗବାନ ମୋତେ ଚାରିଟି ପିଲା ଦେଇ କେତେ ବଡ଼ ଆଶୀର୍ବାଦ କରିଥିଲେ। ଆଉ ସେଇମାନଙ୍କୁ ନେଇ ମୁଁ ଆଜି ମୋର ଶେଷ ଜୀବନକୁ କେତେ ଖୁସିରେ କାଟୁଛି। ଆଉ ଏବେ ତ ମୋ ବାବାଇ ପୁଅଟି ଭିଡ଼ିଓ କରିଛି ନା, ତେଣୁ ଯୁଆଡ଼େ ଗଲେ ସିଏ ତାର ଟିକେ ଭିଡ଼ିଓ କରିଦେଉଛି। ମୁଁ ବି ତାକୁ ଏଥିରେ ବହୁତ ଉତ୍ସାହିତ କରୁଛି। ଅନ୍ୟାନ୍ୟ କଥାରେ ପଶିବା, ଯିଏ ଘରେ ସୁବିଧା ଅଛି ବାଡ଼ି ବଗିଚା କଲେ କି ଲେଖାପଢ଼ା କଲେ କି ବହି ପଢ଼ିଲେ, ଏଗୁଡ଼ା ତ ବହୁତ ଭଲ କଥା। କିନ୍ତୁ ଯେ ଦିନ ଯାକ ଏଣେ ତେଣେ ବୁଲୁଛି, ବିଭିନ୍ନ ପ୍ରକାର ଜିନିଷ ଦେଖୁଛି, ସିଏ ସେଗୁଡ଼ାକୁ ନେଇକିରି ଫେସବୁକ୍ରେ ଅପଲୋଡ଼ କରିବା ବା କୌଣସି ବି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ନିଜର ସମୟକୁ ଅତିକ୍ରାନ୍ତ କରିବା ଆଉ କିଛି ନୂଆ ସମ୍ପର୍କ ଗଢ଼ିବା ନିଶ୍ଚିତ ଭାବରେ ମାନସିକ ଭାବରେ ଗୋଟେ ଭଲ କାମ ବୋଲି ମୁଁ ଭାବୁଛି। ଆଉ ସେଇଥିପାଇଁ ମୁଁ ତାକୁ ବି କହିଛି, କାହିଁକିନା ସେ ତ ଦିନ ଯାକ ବାହାରେ ବୁଲୁଛି ନା, ସେ ଯୁଆଡ଼େ ଯାଉଛି ଭିଡ଼ିଓ କରିବା ପାଇଁ ମୁଁ ତାକୁ ସବୁବେଳେ ଉତ୍ସାହିତ କରୁଛି। ଆଉ ସିଏ ବି ମୋ କଥା ମାନି କରୁଛି। ଏ ଘଟଣାଟି କ'ଣ ମୁଁ କିନ୍ତୁ ଏପର୍ଯ୍ୟନ୍ତ ନ କହି ଆଡ଼ୁ ସାଡ଼ୁ କହିଚାଲିଛି। ଗତ ରବିବାର ମୋର କେନ୍ଦୁଝରରେ ଗୋଟେ କାମ ଥିଲା, ତେଣୁ ଶନିବାର ସନ୍ଧ୍ୟାରେ ମୁଁ ଘରୁ ବାହାରିଥିଲି। ସନ୍ଧ୍ୟା ତ ନୁହେଁ, 10:30ରେ ମୋର ବସ୍ ଥିଲା। ଆଉ ପିଲାମାନଙ୍କ ପରାମର୍ଶରେ ମୋର କ'ଣ ସ୍ଲିପର ଟିକେଟ୍ ହେଇଥିଲା। ଦେଖୁନାହାନ୍ତି ସତେକି ତାଙ୍କ କୁନି ଝିଅକୁ ସେମାନେ ବସ୍ରେ ଛାଡ଼ୁଛନ୍ତି। ଆଜିକାଲି ତ ଝିଅମାନେ କେଡ଼େ ସ୍ମାର୍ଟ। ଏ ମୋ ଭଳିଆ ବୁଢ଼ୀ ଗୁଡ଼ାକ ହିଁ ଖାଲି ଲୁଣ ବସ୍ତା ଭଳିଆ ଟେକା ଥୁଆ ହେଉଛନ୍ତି। ପ୍ରଥମେ ତ ମୋତେ ଏକା ଛାଡ଼ିବାକୁ ରାଜି ହେଉନଥିଲେ। ମୁଁ କହିଲି, ତମେ ମୋତେ ଗାଡ଼ିରେ ଗୋଡ଼େଇକା ନେବ, ଗୋଡ଼େଇକା ଆଣିବ। ଏକୁଟିଆ ବାପ ଘରକୁ ଗଲେ ଗୋଟେ ମଜା ନା, ଆଉ କୁଆଡ଼େ ଟିକେ ଯିବି, କେଉଁଠି ଟିକେ ରହିବି, ତମେ ବ୍ୟସ୍ତତା ଭିତରେ ମୋତେ ପୁରା ଯତ୍ନର ସହିତ ନେଇ ଆସିବ। ସେଇଟା କ'ଣ ଗୋଟେ ଉପଭୋଗ୍ୟ କଥା? ମୋତେ ଟିକେ ବସ୍ରେ ଛାଡ଼ିଦିଅ। ସେମାନେ ମୋତେ ରାତିରେ ଛାଡ଼ିଦେଲେ। ଆଉ ଏତେ ବୁଝେଇଲେ, ଏଇଠି ଚପଲ ରଖିବୁ, ବେଶୀ ଥଣ୍ଡା ହେଲେ ଏଇ ବଟମଟାକୁ ଏମିତି ଦବେଇବୁ, ୟା କରିବୁ, ତା କରିବୁ, ସବୁ ବୁଝେଇଲା ବେଳକୁ ମୁଁ ବି ଭାବିଲି ମୁଁ ବି ଟିକେ ଭିଡ଼ିଓ କରିଦେଲେ ଭଲ ହେବ। କିନ୍ତୁ ସବୁଠୁ ମଜାର କଥା କ'ଣ କହିଲେ, ଏଇ ଭିଡ଼ିଓଠୁ ଆରମ୍ଭ କରି ଘରକୁ ଫେରିବା ପର୍ଯ୍ୟନ୍ତ ସବୁ ଭିଡ଼ିଓ ମୋର କ'ଣ ଭାଇରସ୍ ହେଇକି ନଷ୍ଟ ହୋଇଗଲା। ଯାହା ବି ହେଉ ମୁଁ ସକାଳୁ ଯାଇ ଓହ୍ଲେଇ ପଡ଼ିଲି କେଉଁଝରରେ। ଆଉ ମୋ ପୁତୁରା ଆସି ମୋତେ ଘରକୁ ନେଇଗଲା। ଦେଖିଲେଟି ଆଦିବାସୀ ମା ଜଣକ କେମିତି ପଣସ ବିକୁଥିଲେ, ସେଇଠୁ କ'ଣ ଜାଣିପାରିଲେନି ଏଇଟା ଆମ କେଉଁଝରର ଶୈଳୀ। ମୁଁ କେଉଁଝରରେ ପହଞ୍ଚିଲେ ଭାରି ଖୁସି ହୁଏ। ସକାଳୁ ପହଞ୍ଚିଗଲି, ହେଲେ ଏପର୍ଯ୍ୟନ୍ତ ବି କହିଲିନି ଆପଣମାନଙ୍କୁ ମୁଁ କେଉଁଠିକି ଯାଇଥିଲି। ଏଇ ମୋର ଫୁଲେଇ ସାନ ଭାଉଜ ଘରକୁ ସିଏ ବି ଇନଷ୍ଟାରେ ଏବେ ଭାରି ଚଳଚଞ୍ଚଳ ଅଛି। ଆଉ ତାକୁ ବି ମୁଁ ସବୁବେଳେ ସେୟା କହୁଛି, ଦେଖ ଅନ୍ୟ କଥାରେ ମୁଣ୍ଡ ପୁରେଇବା ଅପେକ୍ଷା ଭଲ କାମ କରିକି ତାକୁ ସମସ୍ତଙ୍କ ଆଗରେ ବିତରଣ କରିବା ମୋ ମତରେ ତ ଖୁବ୍ ଭଲ। ଦିନେ ସଞ୍ଜ ବୁଡ଼ିଆ ସିଏ ଆସି ପହଞ୍ଚିଗଲା। କ'ଣ ଆଉ କରିବି, ସେଇ ବାଡ଼ି ଖଣ୍ଡକ ତ ଅଛି ସମସ୍ତଙ୍କୁ ଟିକେ ବୁଲେଇ ଦେଖେଇ ଦେବାକୁ। ଆମ ଘର ସେମିତି କିଛି ଅତ୍ୟାଧୁନିକ ସାଜସଜ୍ଜାର ଘର ନୁହେଁ, ବା କିଛି ଗୋଟେ ଦେଖେଇଲା ଭଳିଆ ଘର ନୁହେଁ। ଆମେ ଦୁହେଁ ସାଙ୍ଗ ହେଇ ବାରିକି ଚାଲିଗଲୁ। ଆଉ ଏଇ ସୁନ୍ଦରିଆ ଆମ୍ବ ଗୁଡ଼ାକ ସମସ୍ତଙ୍କୁ ସିନା ସୁନ୍ଦର ଦେଖାଯାଉଥିଲା, ଭିତରୁ କିନ୍ତୁ ଖାଲି ପୋକ ହିଁ ବାହାରିଲା। ଆମେ ଜମା ଶାନ୍ତିରେ ଏ ବର୍ଷ ଖାଇପାରିଲୁନି। ସେ ତା ଝିଅ ଘରକୁ ଯିବ, ବାଡ଼ି ଶାଗ ଟିକେ ତ ହେଉଛି ସବୁଠୁ ଏଠି ଦୁର୍ଲଭ। ତେଣୁ ମୁଁ କହିଲି, ଲାଜ ନ କରି ତୁ ମୁଠାଏ ହେବ ଶାଗ ନେଇଯା, କହିବୁ ଅପା ଦେଇଛି ବୋଲି। ସେ ସତକୁ ସତ ମୁଠାଏ ଶାଗ ନେଇ ବାହାରିଗଲା ବେଳକୁ ମନେ ପଡ଼ିଗଲା ଆଉ ଗୋଟେ କଥା। ଆରେ ଆମେ ନଣନ୍ଦ ଭାଉଜ ଦିହେଁ ଯେହେତୁ ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛୁ, କିଛି ଗୋଟେ ତ କରିଦେବାର ଥିଲା। ସେଥିପାଇଁ ଆମେ ଏଇ ନାଚଟିକୁ ସାଙ୍ଗେ ହିଁ କରିଦେଇଥିଲୁ। ଆଉ ଆପଣମାନେ ବି ବହୁତ ଭଲ ପାଇବା ଦେଇଥିଲେ। ମୁଁ ବା ସେଇ ସାନ ଭାଉଜ ଘରକୁ ଯାଇଥିଲି ଗୋଟେ ଖୁସି ଖବର ନେଇ ଶୁଣିବା ପରେ, ଯେଉଁଟା ସାଧାରଣତଃ ଆମର ହୁଏ। ପିଲାଟିଏ ହେଲେ କିଛି ସ୍ୱାଦ ଦେବାର ଯେଉଁ ବ୍ୟବସ୍ଥା ଥାଏ, ତାକୁ ବି ତ ମୋତେ ପାଳନ କରିବାକୁ ପଡ଼ିବ। ସେ କେମିତି ସାବିତ୍ରୀ ଜିନିଷ ଧରିକି ଆସିଥିଲା, ହେଲେ ସେ ଖୁବ୍ କମ୍ ସମୟ ରହି ଚାଲିଯିବାରୁ ମୁଁ ତାକୁ ବିରକ୍ତ ହେଉଥିଲି। ବିରକ୍ତ ହେଇକି ବି ପୁଣି ଭାବୁଥିଲି, ବିରକ୍ତ ହେଲେ କ'ଣ ହେବ, ତାର ତ ବିଭିନ୍ନ ପ୍ରକାର ଦାୟିତ୍ୱ ଅଛି। ଝିଅ ଘରେ ସାବିତ୍ରୀ ଭାର ଦେବ, ପୁଣି ପୁଅ ବୋହୂ ଏକା ଅଛନ୍ତି, ବୋହୂଟି ଚାକିରି କରୁଛି, ସେଥିପାଇଁ ତାକୁ କେଉଁଝର ହିଁ ଫେରିଯିବାକୁ ହେବ। ତେଣୁ ତାକୁ ସନ୍ଧ୍ୟାବେଳେ ବିଦା କରିଦେଲି। ଆଉ ଏସବୁ କଥା ବସି ମନେ ପକାଉଥିଲି। ହେଲେ ଏଇଟା ସେଦିନର କଥା ନୁହେଁ ଯେଉଁଦିନ ମୁଁ କେନ୍ଦୁଝର ଯାଇଥିଲି, ମାନେ ଏଇଟା ରବିବାର ସକାଳର କଥା। ରବିବାର ଦିନ ସକାଳୁ ତା ଘରେ ପହଞ୍ଚି ଯାଇ ନିତ୍ୟକର୍ମ ସାରିଦେଲି। ଆଉ ସେଦିନଟି ସମ୍ପୂର୍ଣ୍ଣ ଭାବେ ମୁଁ ତାରି ପାଖରେ ହିଁ କଟେଇଲି, ମାନେ ରବିବାର ଦିନଟି। କିଛି କୁସୁମ କୋଳି ବି ପାଇଯାଇଥିଲି। ଆଉ ସେ କୁସୁମ କୋଳି ଖାଇ ନାକରେ ନୋଳି ତିଆରି କରି ପିନ୍ଧି ସମସ୍ତଙ୍କ ଆଗରେ ବାହାଦୁରୀ ଦେଖେଇ ହେଉଥିଲି ଯେ ମୁଁ ହେଉଛି କେଉଁଝରିଆ ଝିଅ। ଖାଲି କୋଳି ଖାଇବା ନୁହେଁ, ମୋତେ କୋଳିକୁ ନେଇ କେତେ ନଟକଟ କାମ ଆସିଛି ଦେଖ। ଏଇ ଭିତରେ ସକାଳୁ ଆସି ପହଞ୍ଚି ଯାଇଥିଲେ ବିପ୍ଳବ।
ତାଙ୍କ ଧର୍ମପତ୍ନୀ ଇନ୍ଦ୍ରାଣୀ ଆଉ ତାଙ୍କ ଗେହ୍ଲି ଝିଅ ଲାଡଲି। ହେଲେ କ'ଣ ହେବ, ମୂଳରୁ ତ କହିଦେଇଛି, ସେଦିନ ଯେତେ ସବୁ ଫଟୋ ଉଠେଇଥିଲି ସବୁ କ'ଣ ପୁରା ଭାଇରସ୍ ହେଇଗଲା। ଆଉ ତାକୁ ଫର୍ମାଟିଂ କଲାବେଳକୁ ସବୁ ଉଡ଼ିଗଲା। ୟାଠୁ ତାଠୁ ମାଗି ଯାଚି କେଉଁଝର ଗସ୍ତର ଫଟୋ ସବୁ ଏକାଠି କଲି। ସେଦିନଟି ତା ପାଖେ ଅତିକ୍ରାନ୍ତ କରି ମୁଁ ବାହାରି ପଡ଼ିଥିଲି ମୋ ସାଙ୍ଗ ଘରକୁ। ଦେଖିଲା ବେଳକୁ ସିଏ କ'ଣ ଏମିତି ଚଢ଼ାଓହ୍ଲା କରିଛି। ଆଲୋ, କେଉଁଝରିଆ ଝିଅ ଗୁଡ଼ା କ'ଣ ଏତେ ଚଣ୍ଡୀ ନା କ'ଣ? ସିଏ ଯେମିତି ଚଢ଼ିଗଲା, ମୁଁ କହିଲି, ଏଇ ତୁ କ'ଣ ଭାବୁଛୁ ମୁଁ ଭୁବନେଶ୍ୱରରେ ରହୁଛି ବୋଲି ମୁଁ ଚଢ଼ାଓହ୍ଲା କରିପାରିବିନି? ମୁଁ ବି ସେଇ ଉପରେ ଚଢ଼ିଗଲି ଆଉ ଓହ୍ଲେଇ ପଡ଼ିଲି। କେଉଁଝରରେ ଆମ୍ବ ଜାମୁ ପ୍ରଚୁର ହେଉଥିଲା। ବିପ୍ଳବ ମୋତେ କିଛି ଆମ୍ବ ଦେଇଥିଲେ। ମୋର ସାନ ଭାଇର ସାଙ୍ଗ ଗିରିଧାରୀ ମୋତେ ଆମ୍ବ ଆଉ ପ୍ରଚୁର ଜାମୁ ଦେଇଥିଲା। ତାପରେ ମୁଁ ଚାଲିଗଲି ମୋର ନିଜସ୍ୱ ଘର ଶୁଆକାଠିକି, ଯେଉଁଠି ମୋର ସାନ ଭାଇ ପୁଷ୍ପହାସ ରହୁଛି। ସେଠି ପହଞ୍ଚି ମୁଁ ଏଇ ଫୁଲଟିକୁ ଦେଖିଲି ଆଉ ତାର ଭିଡ଼ିଓ କରି ଆପଣମାନଙ୍କୁ ବି ପ୍ରଶ୍ନ କରିଥିଲି ଯେ ପ୍ରକୃତରେ କ'ଣ ଏ ଫୁଲର ନାଁ ମେଘଡମ୍ବରୁ? ନା ନା, ମୋ ବୋଉ ହିଁ ଏ ଫୁଲଟିର ନାଁ ମେଘଡମ୍ବରୁ ଦେଇଥିବାର ଜାଣି ମୁଁ ବହୁତ ଖୁସି ହେଲି। କାହିଁକିନା ବହୁତ ନାଁ ସବୁ କମେଣ୍ଟରେ ଦେଇଥିଲେ ବି କେହି ଜଣେ ହେଲେ ମେଘଡମ୍ବରୁ ନାଁ ଦେଇନଥିଲେ। ସତରେ ମୋ ବୋଉର କେତେ ସାହିତ୍ୟିକ ବୁଦ୍ଧି। ମେଘ ପଡ଼ିଲା ମାତ୍ରେ ଏ ଫୁଲଟି ଫୁଟେ, କିନ୍ତୁ ଆଗରୁ ସେ ଗଛର ଚିହ୍ନ ବର୍ଣ୍ଣ ନଥାଏ। ଯେମିତି ସାପ ଡମ୍ବରୁ ଶବ୍ଦ ଶୁଣି ଉଠି ଆସେ, ଠିକ୍ ସେମିତି ମେଘର ପ୍ରଥମ ବାରିପାତରେ ହିଁ ଏ ଫୁଲ ଫୁଟେ। ସେଇଥିପାଇଁ ମୋ ବୋଉ ଏ ଫୁଲର ନାଁ ମେଘଡମ୍ବରୁ ଦେଇଛି ବୋଲି ମୁଁ ଅନୁଭବ କଲି। ଆଉ ମନେ ମନେ ଏଇଭଳି ଗୋଟିଏ ବୋଉର ମୁଁ ଝିଅ ହେଇଥିବାରୁ ଭାରି ଖୁସି ହେଲି। ସତରେ ଜନ୍ମ ଜନ୍ମ 7 ଜନ୍ମ କ'ଣ 70 ଜନ୍ମ ଯାଏଁ ବି ମୋତେ ଏମିତିଆ ବୋଉଟେ ମିଳୁଥାଉ। ତାପରେ ସେଠି ଫଟୋ ଉଠା ପ୍ରୋଗ୍ରାମ ଚାଲିଲା। ମୋତେ ସାଙ୍ଗରେ ନେଇଯାଇଥିବା ଏଇ ପୁଅ ଜଣକ ଯୋଗୁଁ ହିଁ ମୁଁ ଶୁଆକାଠି ଯାଇପାରିଲି। ନହେଲେ ଏତେ କମ୍ ସମୟ ଯାଇକି ମୁଁ ଫେରି ପାରିନଥାନ୍ତି। ଏ ଘରଟି ତ ମୋ ନାଁରେ ନାମିତ ହେଇଛି ବୋଲି ମୁଁ ଖୁସି ହେଉଛି। ଆପଣମାନେ ଏ କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ସତରେ କହିବାକୁ ଗଲେ ଏଇଟା ତା ଭଉଣୀର ନାଁ ବୋଲି ସେ ତା ଘରର ନାଁ ଦେଇନି ମ। ଆନନ୍ଦିକା ଗୋଟେ ଅତି ସୁନ୍ଦର ଶବ୍ଦ ବୋଲି ସେ ତା ଘରର ନାଁ ଆନନ୍ଦିକା ଦେଇଛି। ଏଇଠି ପୁଣି ମୁଁ ବାପାଙ୍କ ପ୍ରତି ଭକ୍ତି ଆଉ କୃତଜ୍ଞତାରେ ଦ୍ରବୀଭୂତ ହେଇଗଲି। କାହିଁକିନା ସେ ଆମକୁ କେତେ ସୁନ୍ଦର ନାଁ ସବୁ ଦେଇଥିଲେ। ମୋ ନାଁ ଆନନ୍ଦିକା, ତା ନାଁ ପୁଷ୍ପହାସ, ମୋ ବଡ଼ ଭଉଣୀ ନାଁ କାନନିକା, ଏମିତି ସବୁ। ଏଇ ଫଟୋ ସବୁ ବି କିଛି ମୋ ପାଖରେ ନଥିଲା। ମୁଁ ଏବେ ତାଠୁ ଏଗୁଡ଼ା ସଂଗ୍ରହ କରିକି ଭିଡ଼ିଓଟି କରୁଛି। ହେଲେ ଏଇଠି ପୁଣି ଆଉ ଗୋଟେ ମଜା କଥା ଦେଖିଲେ ତ? ଓହୋ, ଏଇ କଥାଟା ମୁଁ ଆଗରୁ କହିଦେଇଛି। ଏଇଟା ହେଉଛି ମୋର ସାଙ୍ଗ ତିଳୋତ୍ତମାର ଘର। ମୁଁ ସେଠିକି ଯାଇଥିଲି। ତିଳୋତ୍ତମାର ବାପା ଯିଏ ଜେନା ସାର୍, ସେ ମୋତେ ସାହିତ୍ୟ ପଢ଼ାଉଥିଲେ ଆଉ ମୋତେ ସାହିତ୍ୟରେ ବହୁତ ଉତ୍ସାହିତ କରୁଥିଲେ। ଆମ ଘରଟା ସ୍କୁଲରୁ ବହୁତ ଦୂର ହେଇଥିବାରୁ ଆମେ ଅଧିକାଂଶ ସମୟରେ ଆମର ସାଙ୍ଗମାନଙ୍କ ଘରେ ଯାଇ ଖାଉଥିଲୁ। ଆଉ ସେ ମାଉସୀମାନଙ୍କର ସ୍ନେହ ଆଦର ମୋର ସାରା ଜୀବନ ପାଇଁ ମନେ ରହିଯାଇଛି। ମନା କଲେ ସେ କହୁଥିଲେ, ଆଲୋ ମା, ମୁହଁ ପରା ଶୁଖିଗଲାଣି, ଛୁଟି ହେଲେ ଘରକୁ ଯିବୁ, ଏତେ ସମୟ କ'ଣ ଉପାସ ରହିବୁ, ଗଣ୍ଡିଏ ଖାଇଦେ। ଆଜି ତିଳୋତ୍ତମା ବି ଠିକ୍ ସେୟା କଲା। ମୋତେ ଜମା ଛାଡ଼ିଲାନି। ଆଉ ତାର ଏଇ ସାନ ଭାଉଜ ରଞ୍ଜୁ, ଯିଏକି ପ୍ରଶାନ୍ତର ସ୍ତ୍ରୀ, ଯିଏକି ବି ମୋର ସାନ ଭାଇର ସାଙ୍ଗ, ସେ ମୋତେ ଜମା ଛାଡ଼ିଲାନି। ହେଲେ ଏଇଠି ବି ପୁଣି ଗୋଟେ ଦୁଃଖର କଥା କହିବି। ସେ ମୋତେ ଏତେ ସୁନ୍ଦର ଭାବରେ କଦଳୀ ପତ୍ରରେ ସଜେଇକି ଖାଇବାକୁ ଦେଇଥିଲା। ମୁଁ ଭାବିଥିଲି ମୁଁ ସେ ଭିଡ଼ିଓ ଦେଖି ତାର ପ୍ରଶଂସାକୁ ସବୁଆଡ଼େ ବିଛେଇ ଦେବି। ସେ ଭିଡ଼ିଓ କିନ୍ତୁ ନଷ୍ଟ ହେଇଯାଇଥିଲା। ଭିଡ଼ିଓ ନଥାଉ, କିନ୍ତୁ ତା ପ୍ରଶଂସା ମୁଁ ନିଶ୍ଚିତ ଭାବରେ କରିବି। ପ୍ରଥମ ଥର ପାଇଁ ମୁଁ ତାଙ୍କ ଘରେ ରହିଥିଲି ଆଉ ତାର ଆତିଥ୍ୟରେ ମୁଁ ଦ୍ରବୀଭୂତ ହେଇଥିଲି। କେଡ଼େ କର୍ମଚଞ୍ଚଳ ମଣିଷଟିଏ ସେ। ବାଡ଼ି ଘର ଗଛ ପତ୍ର ସବୁଆଡ଼କୁ ତା ନଜର। ଆମ୍ବ ଗୋଟିଏ ଆଣି ନଣନ୍ଦ ଭାଉଜ ଯେତିକି ଆମ୍ବସଡ଼ା କରିଛନ୍ତି କ'ଣ କହିବି। ମୁଁ ଲୋଭି ତାଙ୍କୁ କହିକି ଆସିଛି ମୋ ପାଇଁ ଆମ୍ବସଡ଼ା ରଖିଥିବେ। ଆଉ ସେଦିନ ମୁଁ ଆମ୍ବ ଗଛପତ୍ର କ'ଣ ମୋତେ ନ ଦେଇଥିଲେ ଫେରିଲା ବେଳେ। ରଜ ପୂର୍ବରୁ ତାଙ୍କ ଘରକୁ ଯାଇଥିଲି ବୋଲି ମୋତେ ଗୋଟେ ଶାଢ଼ୀ ବି ଦେଇଛନ୍ତି। ସତରେ ସାର୍ ଆଉ ମାଉସୀ ନଥିଲେ ବି ତିଳୋତ୍ତମା ଆଉ ସେ ସାନ ଭାଉଜର ସ୍ନେହ ପାଖରେ ମୁଁ ବନ୍ଧା ହେଇପଡ଼ିଲି। ସକାଳେ ମୁଁ ପରଟା ଭଜା ଆଉ ମିଠାଟେ ଖାଇଥିଲି। ଆଉ 12ଟା ବେଳେ ଏତେ କଥା ଖାଇଥିଲି ଯେ ମୋର ସତରେ ମନେ ନାହିଁ। ହେଲେ ସବୁଠୁ ଗୋଟିଏ କଥା ମନେ ଅଛି, ଆମ କେଉଁଝରର ସ୍ପେଶାଲ ତରକାରୀ ସାରୁ ମାଗୁରା। ଆପଣମାନେ ଯିଏ ଅଛନ୍ତି କେଉଁଝର ବାଲା ନିଶ୍ଚୟ ଜାଣିଥିବେ ସାରୁ ମାଗୁରା ତରକାରୀ କେତେ ସ୍ୱାଦିଷ୍ଟ। ସେ ଏତେ କମ୍ ସମୟ ଭିତରେ ମୋ ପାଇଁ ସାରୁ ମାଗୁରା ତରକାରୀ ବି କରିଥିଲା। ତା ଭିତରେ ଆଳୁ ପରଜା, ସାଲାଡ଼, ପାମ୍ପଡ଼, ଏଗୁଡ଼ା ତ ସାଧାରଣ କଥା ସବୁ କରିଥିଲା। ଆଉ ତାକୁ ଆମେ କିଛି ସାହାଯ୍ୟ କରିନୁ। ସେ ତାର ଏକା ସବୁ କରିଥିଲା। ମୁଁ ମୋ ସାଙ୍ଗ ସାଙ୍ଗେ ତା ବାରି ବଗିଚା ବୁଲିଲି, ନିଜେ ଆମ୍ବ ଗୋଟେଇଲି, ନିଜେ ଫୁଲ ତୋଳିକି ମାଳ ଗୁନ୍ଥିଲି।
आमर स्कूल बनबिहारी राय बोली जड़े शिक्षक थे सी भी जड़े अति उत्तम शिक्षक तांको घरे यही गुरुदेवंकर पूजा हुए आम बाड़ी तो बहुत फूल फुटे मु तांको घर को यही फूल माल गुंथि करके नहीं दिए प्राय 50 वर्ष तले पुणी मु आज अभिराम परमहंस को गोटे फूलमाल दे निजक धन्य मन कली एमती एमती मु केउझर छाड़ी फेरी आइली देखुना पुणी की पाला बंश जाक आसछन्ती मते नबाकू हऊ मन उपरे उपरे रागिले भी यही सब ही संसार माधुर्य मोर सबू नाती नातुणी को धरी मो बड़ पुओ मते स्टेशन रु आइला बेले भी बस रे आसिली भूल रे कहली स्टेशन बस स्टैंड रु मते नबाकू आसतिला नबा आनिबा सब किछि पिला माने ही करथिले आज मोर से कथा सब मन पड़ला जे अरे सतरे मु वीडियोटा आपन को आज जाए देइनी एते बेलू पुणी मन पड़ला दी बहु लागि पाती आज कोन सैंडविच करचंती आपण मान को काले भल लागुथबो तेणु से वीडियोटा को भी जोड़ देली से जदि सैंडविच केमती बना हुए कहिबे मु लिपि कहिबी से आपण मान को से रेसिपी कहि दबो आउ सबु भितरे ऊपर राग करथिले भी पिला मानकर ए स्नेह ए आंतरिकता सब बेले एमती जगिबार प्रवृत्ति बा जोटा को आम जत्नशीलता भी कहवा बेले बेले यार आधिक्य को चिड़ी लगिले भी यहाँ प्रकृत में प्रत्येक गुरुजन चाहती प्रत्येक माँ बाप चाहती जोटा भगवान को आशीर्वाद मु पिला मानकु पाउची आ मु बहुत खुशी अच्छी रंजूर बा से सान भाउजर वीडियो मु शेयर कर पारलिनी आउ विप्लव मो पाई आंब धरिकी आसथिले से आंब भी भारी मिठा थिला आउ गिरधारी मो पाई बढ़िया जामु पूरा तोलिकी तार लोक पठेई को मिठा गछरु तोलिकी आनिकी मते देइतिला ता भाउज मानक पाखकु भी मु जाइथिली देखा करिया को किंतु से कोनोसी वीडियो मो पाखरे नाही ठीक अच्छी शुआकाठी तो मु पुणी जीवी से वीडियो हो कि न हो से मानकर स्नेह आतिथ्य मोर सब बेले मन रहिबो मोर तो फेरी आसबार थिला फोन ने जेमती तिलोत्तमा शुणीदेला जे मु आज डेरी बस रे आसीबी 10टा बेले बस रे टिकेट नाही से मते जबरदस्त रखीदेला गिरधारी भी राजी हैला 12टा बेले आसिकी मते 2टा बेले बस रे बसैबा पई सेते मु टिके अधिक समय शुआकाठी रे रही गली आउ तांको घरे माउसी आउ सार को जो भली भाव रे रखिकी प्रत्येक दिन फूल पानी दउचंती सेटा मते बहुत प्रभावित कला तेणु माउसी आउ सार को भी मुझे प्रणाम कली आउ तांको घर रे वातावरण देखि खुशी हेली किंतु गोटे दुख रही गला मु एथर जो गली मु शुआकाठी तारिणी दर्शन करिनी कि शुआकाठी पाटेश्वर मंदिर को जाइनी केबे जाइकी मु सेतिकी करिले मो मन खुशी हबो आउ तिलोत्तमा को भी कहिछि काना तांको घरटा बहुत पाख ता घरे बहुत फूल अच्छी से कृपामय माँ तारिणी आउ प्रभु पाटेश्वर मते आशीर्वाद कले आमे दुहे जाइकी से मंदिर रे दर्शन करिवु आउ जो मान को मो वीडियो रे आनी पारिनी किंतु से माने मते एते भल पाइबा देइछंती से मान को पुणी थरे मु तांक सहित वीडियो करी पुणी खुशी हेबी आम केउझर रज तो बहुत बढ़िया किंतु ए वर्ष मु आउ जाई पारुनी किंतु प्राक रज रे मु बाप घरु साड़ी आउ सब पाइची सुधा भी गोटे साड़ी देथिला आंब जामु एगुड़ा प्रचुर परिमाण में मुझे आनी किंतु केन्दु नथिला तेणु समस्त मोर स्नेह जनाऊँगी आ मो केउझर गस्तर कहानी आपण मानकु कहि दउची रहिली।